ଆପଣ ନିରଞ୍ଜନ ସାହୁ ତ ଆଜ୍ଞା ହଁ ଶଶାମରାର ନା ହଁ କର୍ତ୍ତଙ୍କ ଛକରେ ସେ ଦେଇଛନ୍ କେ ହଁ ହଁ ଆୟୁଷ୍ମାନ କାର୍ଡ ବାଣ୍ଟୁଛନ୍ ହଁ ବାଣ୍ଟୁଛେ କେତେ କାଣା ବାଣ୍ଟିଲେନ 700 ଆଉ ଗଲାନ 700 800 ଆଉ କେତେ ବାକି ଅଛି ଆଉ 400 450 ଖଣ୍ଡେ ଅଛେ ହଁ ତାପରେ ମୋର ବି ଏଇଟା ଦରକାର ଥିଲା ଯେ କେନ୍ଟା ମୋର ବି ଏଇଟା ଦରକାର ଥିଲା ଜାଣବା ଦରକାର ଥିଲା ବୁଝିଲେ ବୋଲେ ଆପଣ କେତେ ଟଙ୍କା ଲେଖା ନେଉଛନ୍ ନାଇଁ କେନ୍ ଅଛି ଆପଣ କହୁଛନ୍ ଆଜ୍ଞା ପଇସା ସୋନପୁରରୁ କିଏ ଦଉଛେ ଏବେ ସୋନପୁରରୁ ନା ପଇସା କେନ ଦଉଛେ ଦେବାର ନାଇଁ ବୋଲେ ହେତେଲେ ତ ଏତେ ଭିଡ଼ ହଉଛି ପଇସା ଯଦି ଦେଲେ ହେତା ବୋଲେ 3 ଦିନ ସାରି ଦେତୁ ଆମେ କିଛି ନାଇଁ ହେବାର କିଛି ନାଇଁ ହେବାର କଲେକ୍ସନ ନାଇଁ ହେବାର ଯେ କିଏ ଗୁଟେ ଦେଲେ କିଏ ଗୁଟେ ନାଇଁ ପଇସା ଉପରୁ ତ ଡିଗରା କରୁଛନ୍ ନା ବୋଲେ ତଥାପି କେତେ କେତେ କାଣା ଏନ୍ତା ଦଉଛନ୍ ନାଇଁ 20-30 ଟଙ୍କା କରମୁ ବୋଲି ଭାବିଥିଲୁ ଯେ ସେମାନେ ଦେବାର ନାଇଁ ହଁ ନା ତ ଆମକୁ ଡିକ୍ଲିୟାର ଦେବାର କଥା ନାଇଁ ଡିକ୍ଲିୟାର କଲେ ବି ଆମକୁ କହିବାର କଥା କିଛି ନାଇଁ କହିବାର କଥା ଯଦି ହେତେବେଳେ ଆମର ଦୋକାନ ବାଡ଼ିରେ ସବୁ କର୍ମା ସବୁ ନିଜେ ହତା କରୁଛୁ ଆମେ ଟଙ୍କା 2 ଟଙ୍କା ଦେବା କେବେ ଗଭର୍ଣ୍ଣମେଣ୍ଟ ସେଥିରେ ଚଲି ପାରବା ଆମ ସଂସ୍ଥା ସେଥିରେ ଚଲବା ଦରମା ଦେଇଦେବା କହିଲେ କି 15,000 ଟଙ୍କା ଏତେଟା କରବ 15,000 ଟଙ୍କା ଫିକ୍ସ କରିଦେବ ବୋଲତା 4 ଦିନ କାଟିବା 3 ଦିନ 4 ଦିନ ଆମେ ହଜାର କାଟମା ଟିକେ ଦେଇଦେବୁ ସବୁ କିଛି ତ ହଉଥିବା ଯେନ୍ତା କଲେ ଆପଣଙ୍କ ଆଡେ ନାଇଁ ମିଲବାର ଟଙ୍କା 2 ଟଙ୍କା ଦଉଛେ ଟଙ୍କା 2 ଟଙ୍କା କେନ୍ ଯୁଗେ ଦେବେ 2 ଟଙ୍କା ଦେବି ବୋଲି କହୁଛନ୍ କେନ୍ ଯୁଗେ 1000 କାର୍ଡ ବାଣ୍ଟୁ 2,000 ଟଙ୍କା ଦେବେ 2,000 ଟଙ୍କା ପେଟ୍ରୋଲ ପୁରେ ସାରୁଛନ୍ ନା ଯା କରିକିରି 2,000 ଟଙ୍କା ଯୁଗ ଅଛି ଆଜକାଲି ଆପଣ ହିସାବ କରନ୍ତୁ ଆଜ୍ଞା ଖାଲି ପେମେଣ୍ଟ କହୁ ଆମକୁ ଦରମା 5,000 କି 7,000 ନେବା ବୁଝୁଛନି 3 ଦିନ ମୁଁ ସରେଇଦେମି ଆଜ୍ଞା ମୁଇଁ ଜାଣବାକେ ପାଉଛେ ଯେ କଲେକ୍ସନ ହଉଛେ ବୋଲିକିରି କଲେକ୍ସନ କିଏ ଗୁଟେ ତ କେନ୍ତା ଦେଇଥିବେ କିଏ ଗୁଟେ କାଲ ନାଇଁ କାଲ କେଗରି ନାଇଁ 50 ଟଙ୍କା ଲେଖାଏଁ ରଖୁଛନ୍ ବୋଲି କାଲକେ ମିଲବା 50 ଟଙ୍କା ଲେଖାଏଁ ରଖୁଛନ୍ ବୋଲି ମୁଇଁ ଜାଣିଛି ଲୋକ କେତେ କଥା କହିବେ ଆଜ୍ଞା କିଏ ଦେଲେ କିଏ ନାଇଁ 50 ଟଙ୍କା ତ କାରଣ ନାଇଁ ରଖାଯାଏ 30 ଟଙ୍କା ଲେଖାଏଁ କଲେକ୍ସନ ଗୋଟେ ଜାଗାକୁ ମଝିରେ ଗୋଟେ କଲୁ ଉପରୁ ଯେନ୍ତା ମନା କଲେ ଆମେ ବନ୍ଦ କରିଦେଇଛୁ ମଝିରେ ଗୋଟେ କଲେକ୍ସନ କରିଥିଲୁ ଆଜ୍ଞା ତାଙ୍କର ଆପଣଙ୍କୁ ମିଛ କହିମି ବୁଝିଲେ କି ନାଇଁ ଆମେ ଜାଣିନୁ ଯେତେବେଳେ ତ କହୁଛୁ ଆମେ ପାଖେ ଗୋଟେ ଅଭିଯୋଗ ଆଇଲା ଯେ ସିନା କହୁଛେ ମୁଇଁ ପ୍ରେସ ରିପୋର୍ଟର ଅଭିଯୋଗ ଯାଇଥିବା ଆମେ ନାଇଁ ବୋଲୁ ଆଜ୍ଞା ଅଭିଯୋଗ ଯାଇଥିବା ଆମେ ନାଇଁ ବୋ ମତେ ଜାଣିଲେ କି ନାଇଁ ଆପଣ କଲେକ୍ସନ କରୁଛନ୍ ବୋଲି ଜାଣିଲୁ ଯେ ସେତେବେଳେ ଫୋନ କରିଥିଲେ ହଁ ଅଭିଯୋଗ କରୁଛନ୍ ଆପଣଙ୍କ ନାଁରେ ନା ଲୋକ ତ କହିବେ କେବେ କମ୍ପ୍ଲେନ ତ କହିବେ ଲୋକ କାମ ତ ହେଟା କାଁ କରବେ ସବୁ ତ ସଂସ୍ଥା ତ ହେନ୍ତା ଆଜ୍ଞା ଠିକ ଅଛି ନ ବୋଇଲେ ଭିଡିଓ ବି ଆମେ ଗୋଟେ ଇନଫରମେସନ ଦେଇ ଦଉଛୁ ଭିଡିଓ କେ ଜଣେଇ ଦଉଛୁ ବୋଲଛେ ହଁ SDM କେ SDM କେ ଜଣେଇ ଦଉଛୁ ବୋଲଛେ ଆପଣ ଯେନ୍ତା ଅଭିଯୋଗ ଅଛି ଶୁଣନ୍ତୁ ତ ଆଉ ଯିଏ କହିବେ ତାହାକେ ଧରିକି ଆଇବେ ବୋଲେ ଆମେ ଜାଣିବେ କିଏ କହିଦେଲା ତ ହବା ସେ ପାଇଁ ଯାଇକି କହିବା ବୋଲେ କାଣା ସେନେ ଆମେ ଜାଣିବୁ କିଏ ଆମେ ନେଇଯିବୁ ନାଇଁ ଯେ ଜଣେ କହିଦେଲା ତ ପ୍ରମାଣ ନେଉଛେ ନା ଆଜ୍ଞା ଆପଣ ତ ନିଜେ କହୁଛନ୍ତି 30 ଟଙ୍କା ଲେଖା ରଖିଛୁ ବୋଲି ନାଇଁ ଆଜ୍ଞା ପହିଲା ଷ୍ଟାର୍ଟିଂ କରୁ ଯେତେବେଳେ ଡିକ୍ଲିୟାର କଲେ ତାପରେ ଆମେ ମନା କରିଦେଲୁ ଆମେ ପହିଲା ଯେତେବେଳେ ଆମକୁ ମନା ଷ୍ଟାର୍ଟିଂ ହେଇଥିଲା ଆମେ 30 ଟଙ୍କା କଲେକ୍ସନ କରୁ ବୋଲି ଭାବିଥିଲୁ ତାପରେ ଯେତେବେଳେ ସେମାନେ କହିଲେ ଆମର ଯେତେବେଳେ ଗ୍ରୁପ ମିଟିଂ ଚାଲିଲା ଆମର ଡିଷ୍ଟ୍ରିକ୍ଟ ଆମର ଜିଲ୍ଲା ଥିଲେ ଯେନ୍ ଆମର କଲେକ୍ଟର ମ୍ୟାଡାମ ଥିଲେ ଆଉ ସବୁ ସିଡିଓ ସବୁ ମିଟିଂ ଗ୍ରୁପ ମିଟିଂ ଆମର ଅନଲାଇନ ତାପରେ ସେମାନେ ସ୍ପୋର୍ଟ ମନା କଲେ ଆମର ଭିଡିଓ ଆଜ୍ଞା ଦାଣ୍ଡା ନାଇଁ କରବো ଆଉ ଘର ଡ୍ୟୁଟି କରବ ସେଦିନ ଆମେ ତୁମ କରିକି ଅଛୁ ଯାହାହେଲେ ଆଉ କଲେକ୍ସନ ତ କରିଦଉନ୍ କଲେକ୍ସନ ଭାବିଥିଲୁ ଆଜ୍ଞା କଲେକ୍ସନ କରମୁ ବୋଲିକିରି କଲେକ୍ସନ କରମୁ ବୋଲି ଭାବିଥିଲୁ ଆମେ ପ୍ଲାନିଂ ଠିକ ଅଛି ଆମେ ହେନ୍ତା କରୁଛୁ ତେନ ଆପଣ ଯେନ୍ତା କହୁଛନ୍ତି ଆପଣ ଯେନ୍ତା କହୁଛନ୍ତି ନା ଆମେ ହେନ୍ତା କରୁଛୁ ନ୍ୟୁଜ ବନେଇ ଦଉଛୁ ତେନ ଆଉ ଜଣେଇ ଦଉଛୁ ହେଲା ଶୁଣନ୍ତୁ ଆଜ୍ଞା ଯିଏ କହିବେ ନା କିଏ ଆମେ ଜାଣମୁ କି ନେଇକିରି ସେଟା ଆମର ପାଖେ ଇନଫରମେସନ ନାଇଁ ଥାଏ କି ଆମେ କହିମୁ ଆପଣ ତ ନିଜେ ଶୁଣନ୍ତୁ ଆପଣ ତ ନିଜେ କହୁଛନ୍ତି 30 ଟଙ୍କା ଲେଖାଏଁ ଆମେ ରଖିଛୁ ବୋଲିକିରି ରଖିଛୁ ବୋଲି ନା ବୋଲେ ଆଜ୍ଞା ଶୁଣୁ ରଖିଛୁ ବୋଲି ମୁଁ ନା କହିବି
ମୁଇଁ ରଖମୁ ବୋଲି ଭାବୁଥିନୁ, ଯେତେବେଳେ ମିଟିଂ ହେଲା ଆମକୁ ମନା କଲେ ଆମେ ଛାଡ଼ି ଦେଇଛୁ ସେଦିନ। ସେତେବେଳେ ଏତେ କାର୍ଡ ଡିଷ୍ଟ୍ରିବ୍ୟୁସନ ନେଇ ପାରବାର ବୋଲି ଆପଣଙ୍କୁ ରଖୁଛି ବୋଲି ନାଇଁ ଆପଣ ସବୁ ଭଲ ଶୁଣୁନ୍ କହିଲା କଥା। ହଉ ଠିକ ଅଛି। ହଁ ଠିକ ଅଛି।